आज डिस्कस करिबा ओडिशार ग्रामीण जीवन और संस्कृतिर प्राणकेन्द्र ग्राम देवतीଙ୍କ विषୟରେ। वैदिक देवादेवीଙ୍କ ଭଳି ଗ୍ରାମ ଦେବତୀମାନଙ୍କର କୌଣସି ଭବ୍ୟ ମନ୍ଦିର କିମ୍ବା ମାନବ ରୂପୀ ପ୍ରତିମା ନଥାଏ। ସେ ସାଧାରଣତଃ ଗାଁ ମୁଣ୍ଡରେ ଥିବା ବର, ଓସ୍ତ କିମ୍ବା ନିମ୍ବ ଗଛ ମୂଳେ ସିନ୍ଦୁର ବୋଳା ପଥର ଉପରେ ପୂଜା ପାଆନ୍ତି, ଯାହାଙ୍କୁ ଠାକୁରାଣୀ ଗାଡ଼ିଆ କିମ୍ବା ଗ୍ରାମ ଦେବତୀ ପୀଠ କୁହାଯାଏ। ଏହା ଦର୍ଶାଏ ଯେ ଗ୍ରାମ ଦେବତୀ ହେଉଛନ୍ତି ସାକ୍ଷାତ ମାଟି ଓ ପ୍ରକୃତିର ପ୍ରତୀକ, ଯିଏ ଗ୍ରାମବାସୀଙ୍କୁ ପ୍ରକୃତି ସହ ଯୋଡ଼ି ରଖନ୍ତି। ଗ୍ରାମୀଣ ବିଶ୍ୱାସ ଅନୁଯାୟୀ ଗ୍ରାମ ଦେବତୀ ହେଉଛନ୍ତି ଗାଁର ସୀମା ପ୍ରହରୀ। ଗାଁକୁ ଯେକୌଣସି ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଖରାପ ଶକ୍ତିରୁ ରକ୍ଷା କରିବା ତାଙ୍କର ଦାୟିତ୍ୱ। ଗାଁକୁ ନୂଆ ବୋହୂଟିଏ ଆସିଲେ କିମ୍ବା କେହି ପାଠ ପଢ଼ିବାକୁ ବା ଚାକିରି ପାଇଁ ବାହାରକୁ ଗଲେ ପ୍ରଥମେ ଗ୍ରାମ ଦେବତୀଙ୍କ ପାଖରେ ମୁଣ୍ଡିଆ ମାରି ଆଶୀର୍ବାଦ ନେବାର ପରମ୍ପରା ରହିଛି। ଗ୍ରାମ ଦେବତୀ ପୀଠ କୌଣସି ଜାତିବାଦ ବା ଉଚ୍ଚ ନୀଚ ଭେଦଭାବ ମାନେ ନାହିଁ। ଅନେକ ଗାଁରେ ଗ୍ରାମ ଦେବତୀଙ୍କ ପୂଜକ ବ୍ରାହ୍ମଣ ନ ହୋଇ ଅଣବ୍ରାହ୍ମଣ କିମ୍ବା ଆଦିବାସୀ ସମ୍ପ୍ରଦାୟର ହୋଇଥାନ୍ତି, ଯାହାଙ୍କୁ ଜାନି ବା ଦେହୁରୀ କୁହାଯାଏ। ଏହା ଗ୍ରାମୀଣ ସମାଜରେ ଏକତା ଏବଂ ସମାନତା ରକ୍ଷା କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ପୁରୁଣା କାଳରୁ ଗ୍ରାମ ଦେବତୀଙ୍କ ପୀଠ କେବଳ ପୂଜାର ସ୍ଥାନ ନୁହେଁ, ବରଂ ଗାଁର ସାମାଜିକ କେନ୍ଦ୍ର ପାଲଟିଛି। ଗାଁର ବଡ଼ ନିଷ୍ପତ୍ତି, ବିବାଦର ସମାଧାନ କିମ୍ବା ଗ୍ରାମ ସଭା ଏହି ଗଛ ମୂଳେ ହିଁ ଅନୁଷ୍ଠିତ ହୁଏ। ଗ୍ରାମ ଦେବତୀଙ୍କ ସାକ୍ଷୀ ରଖି କେହି ମିଛ କୁହନ୍ତି ନାହିଁ ବୋଲି ଦୃଢ଼ ବିଶ୍ୱାସ ରହିଛି, ଯାହା ସାମାଜିକ ଶୃଙ୍ଖଳା ରକ୍ଷା କରେ। ଓଡ଼ିଶାର ପ୍ରମୁଖ ପର୍ବ ଯେପରିକି ପଣା ସଂକ୍ରାନ୍ତି, ରଜ ପର୍ବ ଏବଂ ପ୍ରଥମାଷ୍ଟମୀ ଆଦି ଗ୍ରାମ ଦେବତୀଙ୍କ ପୀଠରୁ ହିଁ ଆରମ୍ଭ ହୁଏ। ପଣା ସଂକ୍ରାନ୍ତିରେ ମାଟି ଓ ଫସଲର ସୁରକ୍ଷା ପାଇଁ ଠାକୁରାଣୀଙ୍କ ମୁଣ୍ଡ ଉପରେ ବସୁନ୍ଧରା ଠେକି ଟଙ୍ଗାଯାଏ। ସରଳ ଚୂଡ଼ା, ଗୁଡ଼ ଓ ନଡ଼ିଆ ଭୋଗରେ ମା ପ୍ରସନ୍ନ ହୁଅନ୍ତି, ଯାହା ଗ୍ରାମବାସୀଙ୍କ ସରଳ ଜୀବନଶୈଳୀକୁ ଦର୍ଶାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଭିଡ଼ିଓକୁ ଅନ୍ୟ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଏ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।